ପ୍ରେଜ୍ ଦ ଲର୍ଡ। ଗୀତ ସଂହିତା 103 ପର୍ବ 1ରୁ 14 ପଦ ପର୍ଯ୍ୟନ୍ତ। ଏଠାରେ ଏପରି ଲେଖା ଅଛି, ହେ ମୋହର ମନ, ସଦାପ୍ରଭୁଙ୍କର ଧନ୍ୟବାଦ କର। ହେ ମୋହର ଅନ୍ତରସ୍ଥ ସମସ୍ତ, ତାହାଙ୍କ ପବିତ୍ର ନାମର ଧନ୍ୟବାଦ କର। ହେ ମୋହର ମନ, ସଦାପ୍ରଭୁଙ୍କର ଧନ୍ୟବାଦ କର ଓ ତାହାଙ୍କର ମଙ୍ଗଳଦାନ ସବୁ ପାଶର ନାହିଁ। ସେ ତୁମର ଅଧର୍ମ ସବୁ କ୍ଷମା କରନ୍ତି। ସେ ତୁମର ରୋଗ ସବୁ ସୁସ୍ଥ କରନ୍ତି। ସେ ବିନାଶରୁ ତୁମ ଜୀବନ ମୁକ୍ତ କରନ୍ତି। ସେ ସ୍ନେହପୂର୍ଣ୍ଣ କରୁଣା ଓ ଦୟାରୂପ ମୁକୁଟରେ ତୁମକୁ ଭୂଷିତ କରନ୍ତି। ସେ ଉତ୍ତମ ବସ୍ତୁରେ ତୁମର ମୁଖ ତୃପ୍ତ କରନ୍ତି। ତହୁଁ ଉତ୍କୃଷ୍ଟ ପକ୍ଷୀ ନ୍ୟାୟ ତୁମର ନୂତନ ଯୌବନ ହୁଏ। ସଦାପ୍ରଭୁ ଧର୍ମକର୍ମ ସାଧନ କରନ୍ତି ଓ ଉପଦ୍ରବଗ୍ରସ୍ତ ସମସ୍ତ ପକ୍ଷରେ ସୁବିଚାର ନିଷ୍ପତ୍ତି କରନ୍ତି। ସେ ମୂଷାଙ୍କୁ ଆପଣା ପଥ ଓ ଇସ୍ରାଏଲ ସନ୍ତାନଗଣକୁ ଆପଣା କ୍ରିୟା ସବୁ ଜଣାଇଲେ। ସଦାପ୍ରଭୁ ସ୍ନେହଶୀଳ ଓ କୃପାମୟ, କ୍ରୋଧରେ ଧୀର ଓ ଅତ୍ୟନ୍ତ ଦୟାଳୁ। ସେ ନିରନ୍ତର ଧମକାଇବେ ନାହିଁ, କିଅବା ସଦାକାଳ ଆପଣା କ୍ରୋଧ ରଖିବେ ନାହିଁ। ସେ ଆମ୍ଭମାନଙ୍କ ପାପ ପ୍ରମାଣେ ଆମ୍ଭମାନଙ୍କ ପ୍ରତି ବ୍ୟବହାର କରିନାହାନ୍ତି, କିଅବା ଆମ୍ଭମାନଙ୍କ ଅଧର୍ମାନୁସାରେ ଆମ୍ଭମାନଙ୍କୁ ପ୍ରତିଫଳ ଦେଇନାହାନ୍ତି। କାରଣ ପୃଥିବୀରୁ ଆକାଶମଣ୍ଡଳ ଯେପରି ଉଚ୍ଚ, ସେପରି ତାହାଙ୍କ ଭୟକାରୀମାନଙ୍କ ପ୍ରତି ତାହାଙ୍କ ଦୟା ମହତ୍। ପୂର୍ବରୁ ପଶ୍ଚିମ ଯେତେ ଦୂର, ସେ ଆମ୍ଭମାନଙ୍କ ଠାରୁ ଆମ୍ଭମାନଙ୍କ ଅପରାଧ ସେତେ ଦୂର କରିଅଛନ୍ତି। ପିତା ଆପଣା ସନ୍ତାନଗଣ ପ୍ରତି ଯେରୂପ ସ୍ନେହ ବହଇ, ସଦାପ୍ରଭୁ ଆପଣା ଭୟକାରୀମାନଙ୍କ ପ୍ରତି ସେରୂପ ସ୍ନେହ ବହନ୍ତି। କାରଣ ସେ ଆମ୍ଭମାନଙ୍କ ଗଠନ ଜାଣନ୍ତି, ଆମ୍ଭେମାନେ ଯେ ଧୂଳି ମାତ୍ର, ଏହା ସେ ସ୍ମରଣ କରନ୍ତି।